ବଣଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟର 71ତମ ବାର୍ଷିକ ଉତ୍ସବ ଦ୍ୱିତୀୟ ଦିବସ। ସାମାନ୍ୟ ଦେଖାଯାଉଥିବା ପିଲାଙ୍କ ମଧ୍ୟରେ ଅସାମାନ୍ୟ ପ୍ରତିଭା ଲୁଚି ରହିଛି। ମୁଖ୍ୟ ଅତିଥି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଉଚ୍ଚ ବିଦ୍ୟାଳୟର 71ତମ ବାର୍ଷିକ ଉତ୍ସବ ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ତେଜୋଦୀପ୍ତ ଅଭିଭାଷଣରେ କହିଥିଲେ, ସାମାନ୍ୟ ଦେଖାଯାଉଥିବା ପିଲାଙ୍କ ମଧ୍ୟରେ ଅସାମାନ୍ୟ ପ୍ରତିଭା ଲୁଚି ରହିଥାଏ। ଶିକ୍ଷାର ମୂଳ ଲକ୍ଷ୍ୟ ଏହି ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ବକୁଳବନ ଗୁରୁକୁଳର ପ୍ରତିରୂପ ଭଳି ଅନୁଭବ ହେଉଥିବା ଉକ୍ତ ବିଦ୍ୟାଳୟର ପରିବେଶ ଯେପରି ଶାନ୍ତ, ପିଲାମାନେ ସେହିପରି ଶୃଙ୍ଖଳିତ। ତେବେ ପ୍ରାରମ୍ଭରେ ଶ୍ରୀ ଷଡ଼ଙ୍ଗୀ ଫିତା କାଟି ଆନୁଷ୍ଠାନିକ ଭାବେ ଦ୍ୱିତୀୟ ଦିନ ଉତ୍ସବକୁ ଉଦ୍ଘାଟନ କରିଥିଲେ। ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଇତିଶ୍ରୀ ରାଉତ ଅତିଥି ପରିଚୟ ପ୍ରଦାନ କରିବା ପରେ ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ଡକ୍ଟର କୁମାର ମିଶ୍ର, ବିଶିଷ୍ଟ ବକ୍ତା ଚିତ୍ରଶିଳ୍ପୀ କେଶୁ ଦାସ ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୈଳେନ୍ଦ୍ର ଶତପଥୀ ଅନ୍ୟତମ ଅତିଥି ଭାବେ ଯୋଗଦାନ କରି ଉପାଦେୟ କଥାମାନେ ପିଲାମାନଙ୍କ ପାଇଁ ରଖିଥିଲେ। ଡକ୍ଟର କୁମାର ମିଶ୍ର କହିଥିଲେ କି ଆମେ ସବୁ ପରମାତ୍ମାଙ୍କ ସ୍ୱରୂପ, ଅସୀମ ଶକ୍ତିର ଅଧିକାରୀ। ପିଲାଙ୍କ ମଧ୍ୟରେ ଆଧ୍ୟାତ୍ମିକ ବୀଜ ବ୍ୟପନ ହେଲେ ସେମାନେ ଶୃଙ୍ଖଳିତ ହେବା ସହିତ ଶିକ୍ଷାର ମୌଳିକ ଲୋକ ହାସଲ କରିବାରେ ସକ୍ଷମ ହୋଇପାରିବେ। ଅନ୍ୟପକ୍ଷରେ ଅପରାହ୍ନ ଦ୍ୱିତୀୟ ଅଧିବେଶନରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ। सर आश्रम स्कूल आसते पुरातन आश्रम स्कूल आसवा भितर आपंकर अनुभूति कहली तो सब आप शुणी बहुत दिन मुझे आसूँ स्कूल को आसे राखी पाखी लडू दि जाए सब स्कूल मान जाए एठू आसे और बाकी जहाँ कहली तो आप शुणी बहुत पुरातन स्कूल तो से कौन स्कूल बहुत नाम अच्छी कौन आप स्कूल व्यापक परिसर अच्छी आगुरी स्कूल को माने आत्मनिर्भर पिला करने ये कार्पेंट्री थिला ये अन्य सब विभिन्न प्रकार कारुकार्य तैयारी होता आज से सब ना धीरे धीरे